शांति 13 जून 2024 प्रातः मुरली बाबा कहते मीठे बच्चे सर्वप्रथमे प्रत्येकଙ୍କୁ ଏହି ମନ୍ତ୍ର ସ୍ପଷ୍ଟ ଭାବରେ ହୃଦୟଙ୍ଗମ କରାଅ ଯେ ତୁମେ ଆତ୍ମା ଅଟ। ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ ଯାହାଦ୍ୱାରା ତୁମର ପାପ ଖଣ୍ଡନ ହେବ। ସର୍ବପ୍ରଥମେ ପ୍ରତ୍ୟେକଙ୍କୁ ଏହି ମନ୍ତ୍ର ସ୍ପଷ୍ଟ ଭାବରେ ହୃଦୟଙ୍ଗମ କରାଅ ଯେ ତୁମେ ଆତ୍ମା ଅଟ। ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ ଯାହାଦ୍ୱାରା ତୁମର ପାପ ଖଣ୍ଡନ ହେବ। ପ୍ରଶ୍ନ, ପ୍ରକୃତ ସେବା କ'ଣ ଯାହାକୁ ତୁମେମାନେ ବର୍ତ୍ତମାନ କରୁଛ? ପ୍ରକୃତ ସେବା କ'ଣ ଯାହାକୁ ତୁମେମାନେ ବର୍ତ୍ତମାନ କରୁଛ? ଉତ୍ତର, ପତିତ ହୋଇଯାଇଥିବା ଭାରତକୁ ପବିତ୍ର କରିବା ହିଁ ପ୍ରକୃତ ସେବା। ଲୋକମାନେ ପଚାରୁଛନ୍ତି, ତୁମେ ଭାରତର କି ସେବା କରୁଛ? ତୁମେ ସେମାନଙ୍କୁ କୁହ ଯେ ଆମେ ଶ୍ରୀମତ ଆଧାରରେ ଭାରତର ଏପରି ଆତ୍ମିକ ସେବା କରୁଛୁ ଯାହାଦ୍ୱାରା ଭାରତ ଦୁଇ ମୁକୁଟଧାରୀ ହୋଇଯାଉଛି। ଭାରତରେ ଯେଉଁ ଶାନ୍ତି ଏବଂ ସମୃଦ୍ଧି ଥିଲା ତାହାର ଆମେ ପୁନର୍ସ୍ଥାପନା କରୁଛୁ। ଓମ୍ ଶାନ୍ତି। ପ୍ରଥମ ପାଠ ହେଉଛି ପିଲାମାନେ ନିଜକୁ ଆତ୍ମା ନିଶ୍ଚୟ କର ଅଥବା ମନ୍ମନା ଭବ। ଏହା ହେଉଛି ସଂସ୍କୃତ ଅକ୍ଷର। ଯେତେବେଳେ ପିଲାମାନେ ସେବା କରୁଛନ୍ତି ସେତେବେଳେ ପ୍ରଥମେ ସମସ୍ତଙ୍କୁ ଶିବ ବାବାଙ୍କର ପରିଚୟ ଦେବାକୁ ହେବ। ଯେବେ ବି କେହି ଆସୁଛନ୍ତି ତେବେ ତାଙ୍କୁ ପ୍ରଥମେ ଶିବ ବାବାଙ୍କ ଚିତ୍ର ସମ୍ମୁଖକୁ ନେଇଯାଅ। ଅନ୍ୟ କୌଣସି ଚିତ୍ର ସମ୍ମୁଖକୁ ନିଅ ନାହିଁ। ପ୍ରଥମେ ତାଙ୍କୁ ବାବାଙ୍କର ଚିତ୍ର ସମ୍ମୁଖକୁ ନେଇ କହିବା ଦରକାର ଯେ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ। ମୁଁ ତୁମର ପରମ ପିତା, ପରମ ଶିକ୍ଷକ, ପରମ ଗୁରୁ ମଧ୍ୟ ଅଟେ। ସମସ୍ତଙ୍କୁ ଏହି ପାଠ ଶିଖାଇବାକୁ ହେବ। ଏହିଠାରୁ ହିଁ ଆରମ୍ଭ କରିବାକୁ ହେବ। ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ। କାହିଁକି ନା ତୁମେ ବର୍ତ୍ତମାନ ପତିତ ହୋଇଯାଇଛ, ପୁଣି ତୁମକୁ ପବିତ୍ର ସତ୍ୱ ପ୍ରଦାନ ହେବାର ଅଛି। ଏହି ପାଠରେ ହିଁ ସବୁ କଥା ଆସିଯାଉଛି। ସମସ୍ତେ ଏହିପରି କରୁନାହାନ୍ତି। ବାବା କହୁଛନ୍ତି ପ୍ରଥମେ ଶିବ ବାବାଙ୍କ ଚିତ୍ର ସମ୍ମୁଖକୁ ହିଁ ନେଇଯାଅ ଏବଂ କୁହ ଇଏ ହେଉଛନ୍ତି ବେହଦ୍ର ବାବା। ବାବା କହୁଛନ୍ତି କେବଳ ମୋତେ ମନେ ପକାଅ। ନିଜକୁ ଆତ୍ମା ନିଶ୍ଚୟ କର, ତେବେ ଜୀବନ ନୌକା ପାରି ହୋଇଯିବ। ତାଙ୍କୁ ମନେ ପକାଇ ପକାଇ ପବିତ୍ର ଦୁନିଆରେ ପହଞ୍ଚି ଯିବାର ଅଛି। ଏହି ପାଠକୁ ଅତି କମ୍ରେ 3 ମିନିଟ୍ ଲେଖାଏଁ ପ୍ରତି ଘଡ଼ି ପକ୍କା କରିବାର ଅଛି। ନିଜକୁ ପଚାରିବା ଦରକାର, ମୁଁ ବାବାଙ୍କୁ ମନେ ପକାଉଛି? ବାବା ମଧ୍ୟ ଅଟନ୍ତି। ରଚନାର ରଚୟିତା ମଧ୍ୟ ଅଟନ୍ତି। ବାବା ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। କାହିଁକି ନା ସିଏ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି। ପ୍ରଥମେ ତ ଏହି ନିଶ୍ଚୟ କରାଇବା ଉଚିତ। ବାବାଙ୍କୁ ମନେ ପକାଉଛ? ଏହି ଜ୍ଞାନ ବାବା ହିଁ ଦେଉଛନ୍ତି। ମୁଁ ମଧ୍ୟ ବାବାଙ୍କ ଠାରୁ ଜ୍ଞାନ ନେଇ ତୁମମାନଙ୍କୁ ଦେଉଛି। ପ୍ରଥମେ ଏହି ମନ୍ତ୍ର ପକ୍କା କରାଇବାକୁ ହେବ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ତେବେ ସନାଥ ହୋଇଯିବ। ଏହା ଉପରେ ହିଁ ସମସ୍ତଙ୍କୁ ବୁଝାଇବାକୁ ହେବ। ଯେ ପର୍ଯ୍ୟନ୍ତ ଏକଥା ବୁଝି ନାହାନ୍ତି ସେ ପର୍ଯ୍ୟନ୍ତ ଆଉ ଆଗକୁ ବଢ଼ ନାହିଁ। ଏହିପରି ବାବାଙ୍କ ପରିଚୟ ଦେବା ପାଇଁ 2-4ଟି ଚିତ୍ର ରହିବା ଦରକାର। ତେବେ ଏହି ଚିତ୍ର ବିଷୟରେ ଭଲ ଭାବରେ ବୁଝାଇବା ଦ୍ୱାରା ସେମାନଙ୍କ ବୁଦ୍ଧିରେ ଆସିଯିବ ଯେ ଆମକୁ ବାବାଙ୍କୁ ମନେ ପକାଇବାକୁ ହେବ। ସିଏ ହିଁ ସର୍ବଶକ୍ତିମାନ ଅଟନ୍ତି। ତାଙ୍କୁ ମନେ ପକାଇବା ଦ୍ୱାରା ପାପ କଟିଯିବ। ବାବାଙ୍କର ମହିମା ତ ବହୁତ ସ୍ପଷ୍ଟ। ପ୍ରଥମେ ଏହା ନିଶ୍ଚିତ ବୁଝାଇବା ଦରକାର। ନିଜକୁ ଆତ୍ମା ନିଶ୍ଚୟ କରି କେବଳ ବାବାଙ୍କୁ ମନେ ପକାଅ। ଦେହର ସବୁ ସମ୍ବନ୍ଧକୁ ଭୁଲିଯାଅ। ମୁଁ ଶିଖ ଧର୍ମର, ମୁଁ ଅମୁକ ଧର୍ମର, ଏସବୁ ଛାଡ଼ି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ।
प्रथमे बुद्धि रे एही मुख्य कथा मने रख जे सही बाबा ही पवित्रता सुख शांति संपत्तिर दाता। बाबा ही चरित्र सुधारी थांती। तेणु ब्रह्मा बाबांकर विचार आसुछि पिला माने प्रथम पाठ ठीक भावरे पक्का कराउ नाहंती, जहा अत्यंत जरूरी। जेते जेते एहाकु भल भावरे विचार सागर मंथन करिवो सेते बुद्धि रे धारण हेबो। बाबांकर परिचय देबारे भले 5 मिनिट समय लागि जाऊ, तथापि मध्य सेथिरु उहुरी जिबार नाही। सेमाने बहुत रुचिर सहित महिमा शुणिबे। बाबांक चित्र हेउछि मुख्य। एही चित्र सम्मुखरे धाड़ी लागिबा दरकार। बाबांकर संदेश समस्तंकु देबा दरकार। पुणी तापरे रचनार ज्ञान देबा दरकार जे एही चक्र किपरि घुरुछि। जेपरि मसला को कोटी कोटी एकदम गुंड करा जाई थाए ना, तुमर एहा हेला ईश्वरीय मिशन। तेणु तुमको गोटिए गोटिए कथा को बुद्धि रे भल भावरे धारण कराइबाकु हेबो। काहींकि ना दुनियार मनुष्य माने बाबांकु न जानिबा कारणरु अनाथ होई जाइछंती। समस्तंकु परिचय देबाकु हेबो जे बाबा हेउछंती परम पिता, परम शिक्षक एवं परम सद्गुरु। एही तीनोटी महिमा कहिबा द्वारा सर्वव्यापीर कथा बुद्धिरु बाहरी जीवो। एही कथा को प्रथमे बुद्धि रे धारण कराओ जे बाबांकु मने पकाइबाकु हेबो, तेबे जाई तुमे पतितरु पवित्र होई परिबो। दैवी गुण मध्य धारण करिबाकु हेबो, सतो प्रधान हेबाकु पड़िबो। तुमको अन्य मानको बाबांकर स्मृति देबाकु हे पड़िबो। सेथिरे तुम मानकर ही कल्याण हेबो। तुमे माने मध्य मनमना भव होई परिबो। तुमे माने हेउछ बाबांकर संदेश वाहक। तेणु समस्तंकु बाबांकर परिचय देबाकु हेबो। केही जणे भी मनुष्य नाहंती जहांकु एहा जणा अछि जे बाबा आमर पिता, शिक्षक एवं गुरु मध्य अटंती। सेमाने बाबांकर परिचय सुनिले बहुत खुशी होई जिवे। भगवान वाच केवल मते मने पकाओ, तेबे तुमर पाप कटि जिवो। एकथा मध्य तुमे जानिछ, गीता साथिरे महाभारत लड़ाई विषय रे मध्य कहा जाइछि, किंतु वास्तव रे तेबे सेभली लड़ाईर तो किछि कथा ही नाही। तुमर लड़ाई हेउछि ही बाबांक सहित जोग लगाइबारे। पाठ पढ़ा तो अलगा, बाकी लड़ाई हेउछि बाबांकु मने पकाइबारे। कारण समस्ते देह अभिमानी अटंती। तुमे वर्तमान हेउछ देही अभिमानी। बाबांकु तुमे माने ही मने पकाउछ। प्रथमे प्रथमे यह पक्का कराओ जे सिए ही आमर पिता, शिक्षक एवं गुरु अटंती। तेबे वर्तमान आमे तांको कथा सुनिबु ना तुम कथा सुनिबु? बाबा कहउछंती पिला माने एबे तुमको पूरा पूरा श्रीमत पालन करी श्रेष्ठ हेबाकु पड़िबो। मु तुमर एही सेवा करुछि। तुमे ईश्वरीय मतरे परिचालित हुओ, तेबे तुमर विकर्म विनाश होई जिवो। बाबांकर श्रीमत हेउछि केवल मते मने पकाओ। तुमको सृष्टि चक्र विषय रे जे बुझाउछंती तांकरी ही एही मत मध्य अटे। तुमे जदि पवित्र हेबो एवं बाबांको मने पकाइबो, तेबे बाबा कहउछंती मु तुमको साथी रे नै जिबी। बाबा बेहद्र रुहानी पंडा मध्य अटंती। तांको डाकुछंती मध्य हे पतित पावन, आमको पावन करी एही पतित दुनिया रु नै जाओ। दुनिया रे हेउछंती शारीरिक पंडा एवं ये हेउछंती आत्मिक पंडा। शिव बाबा आमको पाठ पढ़ाउछंती। बाबा तुम मानको भी कहउछंती चालिबा बुलिबा उठिबा समय रे बाबांकु मने पकाउ थाओ। एथिरे निजको क्लांत अनुभव करिबा दरकार नहीं। बाबा देखुछंती केबे केबे पिला माने सकाळु सकाळु आसी बसुछंती, तेबे से माने निश्चित थकी जाउथिबे। एहा तो सहज मार्ग अटे। हठ अर्थात जबरदस्त बसिबार नाही। भले चक्कर लगाओ, भ्रमण कर, किंतु बहुत रुचिर सहित बाबांकु मने पकाओ। मन भितरे बाबा बाबा कही खुशी रे नाची उठिबा दरकार। तेबे खुशी रे सही माने ही नाची परिबे जेउ माने सबु बेले बाबांकु मने पकाउथिबे। किछि किछि व्यर्थ कथा जहा बुद्धि रे रहिछि ताकु बाहर करि देबा उचित। बाबांक साथी रे जदि अति स्नेह थिबो
ତେବେ ସେହି ଅତୀନ୍ଦ୍ରିୟ ସୁଖର ଅନୁଭବ ହେଉଥାଉ। ଯେବେ ତୁମେ ବାବାଙ୍କୁ ମନେ ପକାଇ ଚାଲିବ ତେବେ ଯାଇ ତୁମେ ତମ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। ପୁଣି ତୁମର ଖୁସିର ପାରାବାର ରହିବ ନାହିଁ। ଏହିସବୁ କଥାର ବର୍ଣ୍ଣନା ଏହିଠାରେ ହୋଇଥାଏ। ତେଣୁ ଗାୟନ ମଧ୍ୟ ରହିଛି। ଅତୀନ୍ଦ୍ରିୟ ସୁଖ ବିଷୟରେ ଗୋପ ଗୋପୀମାନଙ୍କୁ ପଚାର, ଯେଉଁମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି। ଭଗବାନ ବାଚ ମୋତେ ମନେ ପକାଅ। ସମସ୍ତଙ୍କୁ ବାବାଙ୍କର ମହିମା ହିଁ ଶୁଣାଇବାକୁ ହେବ। ସଦ୍ଗତିର ବର୍ଷା ତ ଏକମାତ୍ର ବାବାଙ୍କ ଠାରୁ ମିଳୁଛି। ସମସ୍ତଙ୍କୁ ନିଶ୍ଚିତ ରୂପେ ସଦ୍ଗତି ମିଳିଥାଏ। ପ୍ରଥମେ ସମସ୍ତେ ଶାନ୍ତି ଧାମକୁ ଯିବେ। ତୁମ ବୁଦ୍ଧିରେ ଏହା ରହିବା ଦରକାର ଯେ ବାବା ଆମକୁ ସଦ୍ଗତି ପ୍ରାପ୍ତ କରାଉଛନ୍ତି। ଶାନ୍ତିଧାମ ସୁଖଧାମ କାହାକୁ କୁହାଯାଏ, ଏହା ତ ତୁମମାନଙ୍କୁ ବୁଝାଯାଇଛି। ଶାନ୍ତିଧାମରେ ସବୁ ଆତ୍ମାମାନେ ରହିଥାନ୍ତି। ତାହା ହେଉଛି ସୁଇଟ୍ ହୋମ୍, ସାଇଲେନ୍ସ ହୋମ୍, ମିଠା ଘର, ଶାନ୍ତିର ଘର, ଶାନ୍ତିର ସ୍ତମ୍ଭ। ତାକୁ ଏହି ଆଖିରେ କେହି ଦେଖିପାରିବେ ନାହିଁ। ଯେଉଁ ଜିନିଷକୁ ଖାଲି ଆଖିରେ ଦେଖି ହେଉଛି ସେ ସମ୍ବନ୍ଧରେ ବୈଜ୍ଞାନିକମାନଙ୍କର ବୁଦ୍ଧି ଚାଲୁଛି। ଆତ୍ମାକୁ ତ ଏହି ଆଖି ଦ୍ୱାରା କେହି ଦେଖିପାରିବେ ନାହିଁ, କେବଳ ଅନୁଭବ କରିପାରିବେ। ଯଦି ଆତ୍ମାକୁ ହିଁ ଦେଖିପାରୁନାହାନ୍ତି ତେବେ ଆତ୍ମାର ପିତା ବାବାଙ୍କୁ କିପରି ଦେଖିବେ? ଏହା ବୁଝିବାର କଥା ନା। ତାଙ୍କୁ ଏହି ଆଖିରେ ଦେଖି ହେବ ନାହିଁ। ଭଗବାନ ବାଚ ମୋତେ ମନେ ପକାଅ, ତେବେ ତୁମର ପାପ ଭସ୍ମ ହୋଇଯିବ। ଏକଥା କିଏ କହିଲେ? ମନୁଷ୍ୟ ଭଲ ଭାବରେ ନ ବୁଝିବା ଦ୍ୱାରା ଶ୍ରୀକୃଷ୍ଣଙ୍କର ନାମ କହିଦେଉଛନ୍ତି। କୃଷ୍ଣଙ୍କୁ ତ ବହୁତ ମନେ ପକାଉଛନ୍ତି। ଦିନକୁ ଦିନ ବ୍ୟଭିଚାରୀ ହୋଇ ଚାଲିଛନ୍ତି, ଅର୍ଥାତ୍ ଅନେକଙ୍କୁ ମନେ ପକାଉଛନ୍ତି। ଭକ୍ତିରେ ମଧ୍ୟ ପ୍ରଥମେ ଏକମାତ୍ର ଶିବଙ୍କର ହିଁ ଭକ୍ତି କରୁଥିଲେ। ତାହା ଥିଲା ଅବ୍ୟଭିଚାରୀ ଭକ୍ତି। ପୁଣି ତାପରେ ଲକ୍ଷ୍ମୀ ନାରାୟଣଙ୍କର ଭକ୍ତି କଲେ। କିନ୍ତୁ ସବୁଠାରୁ ଉଚ୍ଚ ହେଉଛନ୍ତି ଭଗବାନ। ସିଏ ହିଁ ବିଷ୍ଣୁ ହେବାର ସମ୍ପତ୍ତି ଦେଉଛନ୍ତି। ତୁମେମାନେ ପ୍ରଥମେ ଶିବବଂଶୀ ହେଉଛ, ପୁଣି ତାପରେ ବିଷ୍ଣୁପୁରୀର ମାଲିକ ହେଉଛ। ତୁମେ ଯେତେବେଳେ ପ୍ରଥମ ପାଠକୁ ଭଲ ଭାବରେ ପକ୍କା କରୁଛ ସେତେବେଳେ ତୁମର ମାଳା ତିଆରି ହେଉଛି। କାରଣ ବାବାଙ୍କୁ ମନେ ପକାଇବା କିଛି କମ୍ କଥା ନୁହେଁ। ମନ ବୁଦ୍ଧିକୁ ସବୁଆଡ଼ୁ ହଟାଇ କେବଳ ଜଣଙ୍କ ସହିତ ଲଗାଇବାକୁ ହେବ। ଯାହା କିଛି ଏହି ଆଖିରେ ଦେଖୁଛ ସେଥିରୁ ବୁଦ୍ଧି ଯୁଗ ହଟାଇ ଦିଅ। ବାବା କହୁଛନ୍ତି କେବଳ ମୋତେ ମନେ ପକାଅ। ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବାର ନାହିଁ। ଯାହାଙ୍କର ସମସ୍ତେ ମହିମା କରୁଛନ୍ତି ସିଏ ଏହି ବ୍ରହ୍ମାଙ୍କ ରଥରେ ବସିଛନ୍ତି। ସିଏ ହେଉଛନ୍ତି ନିରାକାର। ଏହି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଘଡ଼ି ଘଡ଼ି ଏହା ମନେ ପକାଇ ଦେଉଛନ୍ତି କି ତୁମେ ମନ୍ମନା ଭବ ହୋଇ ରୁହ, ଅର୍ଥାତ୍ ତୁମେ ସମସ୍ତଙ୍କର ଉପକାର କରୁଛ। ତୁମେ ଭୋଜନ ପ୍ରସ୍ତୁତକାରୀଙ୍କୁ ମଧ୍ୟ କହୁଛ ଶିବ ବାବାଙ୍କ ସ୍ମୃତିରେ ରହି ଭୋଜନ ତିଆରି କର, ତେବେ ଖାଇଲା ବାଲାଙ୍କର ବୁଦ୍ଧି ଶୁଦ୍ଧ ହୋଇଯିବ। ତେଣୁ ପରସ୍ପରକୁ ମନେ ପକାଇ ଦେବାକୁ ହେବ। ପ୍ରତ୍ୟେକ ଆତ୍ମା କିଛି ନା କିଛି ସମୟ ବାବାଙ୍କୁ ମନେ ପକାଉଛନ୍ତି। କେହି ଅଧଘଣ୍ଟା ଯୋଗରେ ବସୁଛନ୍ତି, କେହି 10 ମିନିଟ୍ ବସୁଛନ୍ତି। ଆଚ୍ଛା, ଯଦି 5 ମିନିଟ୍ ବାବାଙ୍କୁ ସ୍ନେହର ସହିତ ମନେ ପକାଇବ ତେବେ ମଧ୍ୟ ରାଜଧାନୀରେ ଆସିଯିବ। ରାଜା ରାଣୀ ସର୍ବଦା ସମସ୍ତଙ୍କୁ ସ୍ନେହ କରିଥାନ୍ତି। ତୁମେ ମଧ୍ୟ ସ୍ନେହର ସାଗର ହେଉଛ। ସେଥିପାଇଁ ତୁମର ସମସ୍ତଙ୍କ ପ୍ରତି ସ୍ନେହ ରହୁଛି। କେବଳ ସ୍ନେହ ହିଁ ସ୍ନେହ ରହିଥାଏ। ବାବା ସ୍ନେହର ସାଗର ଅଟନ୍ତି। ତେଣୁ ପିଲାମାନଙ୍କର ମଧ୍ୟ ଏହିପରି ସ୍ନେହ ରହିଥାଏ ଏବଂ ସେଠାରେ ମଧ୍ୟ ଏହିପରି ସ୍ନେହ ରହିବ। ରାଜାରାଣୀଙ୍କର ମଧ୍ୟ ବହୁତ ସ୍ନେହ ରହିଥାଏ, ପିଲାମାନଙ୍କର ମଧ୍ୟ ବହୁତ ସ୍ନେହ ରହିଥାଏ। ତେବେ ଏହି ସ୍ନେହ ମଧ୍ୟ ବେହଦର ଅଟେ। ଏଠାରେ ତ ସ୍ନେହର ନାମଗନ୍ଧ ହିଁ ନାହିଁ, କେବଳ ଦୁଃଖ ହିଁ ଦୁଃଖ ରହିଛି। କିନ୍ତୁ ସ୍ୱର୍ଗରେ କାମ ବିକାର ରୂପୀ ହିଂସା ହିଁ ନଥାଏ। ସେଥିପାଇଁ ଗାୟନ ହୋଇଛି ଭାରତର ମହିମା ଅପରମ ଅପାର। ଭାରତ ପରି ପବିତ୍ର ଦେଶ ଅନ୍ୟ ଦେଶ ହୋଇପାରିବ ନାହିଁ। ଏହା ହେଉଛି ସବୁଠାରୁ ବଡ଼ ତୀର୍ଥସ୍ଥାନ। ବାବା ଏହି ଭାରତକୁ ଆସି ସମସ୍ତଙ୍କର ସେବା କରୁଛନ୍ତି, ସମସ୍ତଙ୍କୁ ପାଠ ପଢ଼ାଉଛନ୍ତି। ମୁଖ୍ୟ ହେଉଛି ପାଠପଢ଼ା। ତୁମକୁ କେହି କେହି ପଚାରୁଛନ୍ତି ତୁମେ ଭାରତର କି ସେବା କରୁଛ? ତାଙ୍କୁ କୁହ ତୁମେ ଚାହୁଁଛ ନା ଭାରତ ପବିତ୍ର ହେଉ। ଏବେ ଭାରତ ପତିତ ହୋଇଯାଇଛି, ତେଣୁ ଆମେ ଶ୍ରୀମତ ଅନୁସାରେ ଭାରତକୁ ପବିତ୍ର କରୁଛୁ।
ସମସ୍ତଙ୍କୁ କହୁଛୁ ବାବାଙ୍କୁ ମନେ ପକାଅ, ତେବେ ପତିତରୁ ପବିତ୍ର ହୋଇଯିବ। ଏହି ଆତ୍ମିକ ସେବା ଆମେମାନେ କରୁଛୁ। ଭାରତ ଯିଏକି ଶ୍ରେଷ୍ଠ ଥିଲା, ସେଠାରେ ଯେଉଁ ଶାନ୍ତି ସମୃଦ୍ଧି ଥିଲା, ତାହା ପୁଣି ଥରେ ଡ୍ରାମାର ପ୍ଲାନ୍ ଅନୁସାରେ କଳ୍ପ ପୂର୍ବ ଭଳି ଶ୍ରୀମତ ଆଧାରରେ ସ୍ଥାପନା କରୁଛୁ। ଏହି ଅକ୍ଷରକୁ ଭଲ ଭାବରେ ସ୍ମୃତିରେ ରଖ। ମନୁଷ୍ୟମାନେ ମଧ୍ୟ ଚାହୁଁଛନ୍ତି ଯେ ବିଶ୍ୱରେ ଶାନ୍ତି ହେଉ, ତାହା ହିଁ ଆମେ କରୁଛୁ। ଭଗବାନ ବାଚ ବାବା ଆମ ସନ୍ତାନମାନଙ୍କୁ ବୁଝାଇ ଚାଲିଛନ୍ତି ଯେ କେବଳ ମୋତେ ମନେ ପକାଅ। ତୁମେ ବାବାଙ୍କୁ କେତେ ମନେ ପକାଉଛ, ଏକଥା ମଧ୍ୟ ବାବାଙ୍କୁ ଜଣାଅଛି। ଏହିଥିରେ ହିଁ ପରିଶ୍ରମ କରିବାକୁ ହେବ। ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ତୁମର କର୍ମାତୀତ ଅବସ୍ଥାକୁ ଆସିଯିବ। ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ହେବାକୁ ପଡ଼ିବ। ଏହାର ଅର୍ଥ ମଧ୍ୟ କାହାର ବୁଦ୍ଧିରେ ନାହିଁ। ଶାସ୍ତ୍ରମାନଙ୍କରେ ତ କେତେ କଥା ଲେଖିଦେଇଛନ୍ତି। ଏବେ ବାବା କହୁଛନ୍ତି ତୁମେ ଯାହା କିଛି ପଢ଼ିଛ ସେସବୁକୁ ଭୁଲି ଯିବାକୁ ହେବ। ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ। ତାହା ହିଁ ସାଥିରେ ଯିବ, ଆଉ କିଛି ବି ସାଥିରେ ଯିବ ନାହିଁ। ଏହି ବାବାଙ୍କର ଜ୍ଞାନ ହିଁ ତୁମ ସାଥିରେ ଯିବ। ସେଥିପାଇଁ ହିଁ ତୁମେ ସମସ୍ତେ ପ୍ରଚେଷ୍ଟା କରୁଛ। ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ କିଛି କମ୍ ଭାବ ନାହିଁ। ଯେତେ ଛୋଟ ସେତେ ବାବାଙ୍କର ନାମ ବିଖ୍ୟାତ କରିପାରିବେ। ଛୋଟ ଛୋଟ କନ୍ୟାମାନେ ଯଦି ବଡ଼ ବଡ଼ ବୟସ୍କ ଲୋକମାନଙ୍କୁ ଜ୍ଞାନ ବୁଝାଇବେ, ତେବେ କମାଲ କରି ଦେଖାଇ ପାରିବେ। ସେମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ। ତାଙ୍କୁ ଯଦି କେହି କୌଣସି ପ୍ରଶ୍ନ ପଚାରିବେ, ତେବେ ସେ ତାହାର ଉତ୍ତର ଦେଇପାରୁଥିବେ। ତାଙ୍କୁ ଏହିପରି ପ୍ରସ୍ତୁତ କର। ପୁଣି ଯେଉଁ ଯେଉଁ ସ୍ଥାନରେ ସେବାକେନ୍ଦ୍ରମାନ ଅଛି ବା ମ୍ୟୁଜିୟମ ଅଛି, ସେହିଠାକୁ ତାଙ୍କୁ ପଠାଇ ଦିଅ। ଏଭଳି ଗ୍ରୁପ ପ୍ରସ୍ତୁତ କର। ବର୍ତ୍ତମାନ ହିଁ ଏହି ସେବା କରିବାର ସମୟ। ଏହିଭଳି ଭାବେ ସେବା କର। ବୟସ୍କ ଲୋକମାନଙ୍କୁ ଯଦି ଛୋଟ କୁମାରୀମାନେ ବୁଝାଇବେ, ତେବେ କମାଲ ହୋଇଯିବ। ଯଦି କେହି ପଚାରନ୍ତି ତୁମେ କାହାର ସନ୍ତାନ, ତାଙ୍କୁ କୁହ ଆମେ ଶିବ ବାବାଙ୍କର ସନ୍ତାନ ଅଟୁ। ସିଏ ନିରାକାର ଅଟନ୍ତି। ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ପାଠ ପଢ଼ାଉଛନ୍ତି। ଏହି ପାଠପଢ଼ା ଦ୍ୱାରା ହିଁ ଆମକୁ ଲକ୍ଷ୍ମୀ ନାରାୟଣଙ୍କ ଭଳି ହେବାର ଅଛି। ସତ୍ୟଯୁଗ ଆଦିରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା ନା? ତେବେ ଏମାନଙ୍କୁ ଏପରି ଶ୍ରେଷ୍ଠ କିଏ କରିଲା? ସେମାନେ ନିଶ୍ଚିତ ଏଭଳି କିଛି କର୍ମ କରିଥିବେ ନା? ବାବା ଆସି କର୍ମ ଅକର୍ମ ବିକର୍ମର ଗତି ଶୁଣାଉଛନ୍ତି। ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି। ସିଏ ଆମର ପିତା, ଶିକ୍ଷକ, ଗୁରୁ ଅଟନ୍ତି। ତେଣୁ ବାବା ବୁଝାଉଛନ୍ତି ସେହି ଗୋଟିଏ ମୁଖ୍ୟ କଥା ବିଷୟରେ ବୁଝାଇବା ଦରକାର। ପ୍ରଥମେ ଯଦି ଅଲଫକୁ ଜାଣି ଯିବେ, ତେବେ ଆଉ ଏତେ ପ୍ରଶ୍ନ ଆଦି କେହି ପଚାରିବେ ନାହିଁ। ଅଲଫଙ୍କ ଚିତ୍ର ବୁଝାଇବା ବଦଳରେ ଯଦି ଅନ୍ୟ ଚିତ୍ର ଉପରେ ବୁଝାଇବ, ତେବେ ତୁମର ମୁଣ୍ଡ ଖରାପ କରିଦେବେ। ତେଣୁ ପ୍ରଥମେ ଅଲଫଙ୍କର ପରିଚୟ ଦିଅ। ଆମେ ତାଙ୍କରି ଶ୍ରୀମତ ଅନୁସାରେ ପରିଚାଳିତ ହେଉଛୁ। ଏମିତି ମଧ୍ୟ ଅନେକ ବାହାରି ଯିବେ, ଯିଏକି କହିବେ ଆମେ ଅଲଫକୁ ଜାଣିଗଲୁ, ବାକି ଏହି ଚିତ୍ର ଆଦି ଦେଖିବା କ'ଣ ଦରକାର। ଆମେ ଅଲଫକୁ ଜାଣିଗଲୁ, ଅର୍ଥାତ୍ ସବୁକିଛି ଜାଣିଗଲୁ। ସେମାନଙ୍କୁ ଯେପରି ଭିକ୍ଷା ମିଳିଗଲା, ସେଥିରେ ସନ୍ତୁଷ୍ଟ ହୋଇଯାଆନ୍ତି। ତୁମେ ଫାଷ୍ଟ କ୍ଲାସ୍ ଭିକ୍ଷା ଦେଉଛ। ବାବାଙ୍କର ପରିଚୟ ଦେବା ଦ୍ୱାରା ହିଁ ସେମାନେ ବାବାଙ୍କୁ ଯେତେ ମନେ ପକାଇବେ, ସେତେ ତମ ପ୍ରଧାନରୁ ସତ ପ୍ରଧାନ ହୋଇଯିବେ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର ପଏଣ୍ଟ, ଅତୀନ୍ଦ୍ରିୟ ସୁଖର ଅନୁଭବ କରିବା ପାଇଁ ମନ ଭିତରେ ବାବା ବାବା ଶବ୍ଦ ଅନବରତ ଶୁଭୁଥାଉ। ବାଧ୍ୟବାଧକତାରେ ନୁହେଁ, କିନ୍ତୁ ଆଗ୍ରହର ସହିତ ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଅ। ବୁଦ୍ଧିକୁ ସବୁଆଡ଼ୁ ବିଚ୍ଛିନ୍ନ କରି ଜଣକ ସହିତ ଯୋଡ଼ି ଦିଅ। ଅତୀନ୍ଦ୍ରିୟ ସୁଖର ଅନୁଭବ କରିବା ପାଇଁ ମନ ଭିତରେ ବାବା ବାବା ଶବ୍ଦ ଅନବରତ ଶୁଭୁଥାଉ। ବାଧ୍ୟବାଧକତାରେ ନୁହେଁ, କିନ୍ତୁ ଆଗ୍ରହର ସହିତ ଚାଲିବା ବୁଲିବା ସମୟରେ ବାବାଙ୍କୁ ମନେ ପକାଅ। ବୁଦ୍ଧିକୁ ସବୁଆଡ଼ୁ ବିଚ୍ଛିନ୍ନ କରି ଜଣକ ସହିତ ଯୋଡ଼ି ଦିଅ। 2 ନମ୍ବର ପଏଣ୍ଟ, ଯେପରି ବାବା ସ୍ନେହର ସାଗର ଅଟନ୍ତି, ସେହିପରି ବାବାଙ୍କ ସମାନ ସ୍ନେହର ସାଗର ହେବାକୁ ପଡ଼ିବ।
ସମସ୍ତଙ୍କର ଉପକାର କରିବାକୁ ପଡ଼ିବ। ନିଜେ ବାବାଙ୍କ ସ୍ମୃତିରେ ରହିବା ସହିତ ସମସ୍ତଙ୍କୁ ବାବାଙ୍କର ସ୍ମରଣ କରାଇବାକୁ ହେବ। ଯେପରି ବାବା ସ୍ନେହର ସାଗର ଅଟନ୍ତି, ସେହିପରି ବାବାଙ୍କ ସମାନ ସ୍ନେହର ସାଗର ହେବାକୁ ପଡ଼ିବ। ସମସ୍ତଙ୍କର ଉପକାର କରିବାକୁ ପଡ଼ିବ। ନିଜେ ବାବାଙ୍କ ସ୍ମୃତିରେ ରହିବା ସହିତ ସମସ୍ତଙ୍କୁ ବାବାଙ୍କର ସ୍ମରଣ କରାଇବାକୁ ହେବ। ବରଦାନ। ଶାନ୍ତିର ଶକ୍ତିର ସାଧନ ଦ୍ୱାରା ସାରା ବିଶ୍ୱକୁ ଶାନ୍ତ କରୁଥିବା ଆତ୍ମିକ ଶସ୍ତ୍ରଧାରୀ ହୁଅ। ଶାନ୍ତିର ଶକ୍ତିର ସାଧନ ଦ୍ୱାରା ସାରା ବିଶ୍ୱକୁ ଶାନ୍ତ କରୁଥିବା ଆତ୍ମିକ ଶସ୍ତ୍ରଧାରୀ ହୁଅ। ଶାନ୍ତିର ଶକ୍ତିର ସାଧନ ଗୁଡ଼ିକ ହେଲା ଶୁଭ ସଂକଳ୍ପ, ଶୁଭ ଭାବନା ଏବଂ ନୟନର ଭାଷା। ଯେପରି ମୁଖର ଭାଷା ଦ୍ୱାରା ବାବାଙ୍କର ବା ରଚନା ଅର୍ଥାତ୍ ସାରା ସୃଷ୍ଟିର ପରିଚୟ ଦେଉଛ, ସେହିପରି ଶାନ୍ତିର ଶକ୍ତି ଆଧାରରେ ନୟନର ଭାଷା ଦ୍ୱାରା ମଧ୍ୟ ବାବାଙ୍କର ଅନୁଭବ କରାଇପାରିବ। ସ୍ଥୂଳ ରୂପରେ ସେବା କରିବାର ସାଧନ ଠାରୁ ଶାନ୍ତିର ଶକ୍ତି ଅତି ଶ୍ରେଷ୍ଠ ଅଟେ। ଆତ୍ମିକ ସେନାବାହିନୀର ଏହା ହିଁ ହେଉଛି ବିଶେଷ ଶସ୍ତ୍ର। ଏହି ଶସ୍ତ୍ର ଦ୍ୱାରା ଅଶାନ୍ତ ବିଶ୍ୱକୁ ଶାନ୍ତ କରିପାରିବ। ସ୍ଲୋଗାନ। ନିଜେ ନିର୍ବିଘ୍ନ ରହିବା ଏବଂ ଅନ୍ୟମାନଙ୍କୁ ନିର୍ବିଘ୍ନ କରିବା, ଏହା ହିଁ ହେଉଛି ପ୍ରକୃତ ସେବାର ପ୍ରମାଣ। ନିଜେ ନିର୍ବିଘ୍ନ ରହିବା ଏବଂ ଅନ୍ୟମାନଙ୍କୁ ନିର୍ବିଘ୍ନ କରିବା, ଏହା ହିଁ ହେଉଛି ପ୍ରକୃତ ସେବାର ପ୍ରମାଣ। ଓମ୍ ଶାନ୍ତି। ଶିବ ବାବା ହେ, ମିଠେ ବଚେ କହି କିଏ ଡାକିବ। ଶିବ ବାବା ହେ, ମିଠେ ବଚେ କହି କିଏ ଡାକିବ। ଶିବ ବାବା ହେ। ସଙ୍ଗମ ଯୁଗ ତ ସରି ଆସିଲାଣି, ସଙ୍ଗମ ଯୁଗ ତ ସରି ଆସିଲାଣି। ତୁମ ପରି ସ୍ନେହ ଆଉ କେ ଦେବ। ଶିବ ବାବା ହେ, ମିଠେ ବଚେ କହି କିଏ ଡାକିବ। ଶିବ ବାବା ହେ। ତୁମ ମିଠା ମୁରଲୀ ସ୍ୱର ନ ଶୁଣିବ ଏ କର୍ଣ୍ଣ ମୋର। ଅତୀନ୍ଦ୍ରିୟ ସୁଖ ଝୁଲାର ମୋହକ, ଅତୀନ୍ଦ୍ରିୟ ସୁଖ ଝୁଲାର ମୋହକ। ସତ୍ୟ ଯୁଗେ ସବୁ ସପନ ହେବ। ଶିବ ବାବା ହେ, ମିଠେ ବଚେ କହି କିଏ ଡାକିବ। ଶିବ ବାବା ହେ। ଆତ୍ମଭାବ ଜ୍ଞାନକୁ ନେଇ ସିଦ୍ଧି ପ୍ରାପ୍ତ କରିବା ପାଇଁ, ଅନ୍ତିମ ସମୟେ ଛତ୍ର ଛାୟା ହୋଇ, ଅନ୍ତିମ ସମୟେ ଛତ୍ର ଛାୟା ହୋଇ। ହାତ ଧରି କିଏ ପାରି କରିବ। ଶିବ ବାବା ହେ, ମିଠେ ବଚେ କହି କିଏ ଡାକିବ। ଶିବ ବାବା ହେ। ମନ ମତ ଏଡ଼ାଇ ଦେଇ ଶ୍ରୀମତର ବିଧିକୁ ନେଇ, ସ୍ୱଦର୍ଶନ ଚକ୍ର ଘୂରାଇ ମାୟାକୁ, ସ୍ୱଦର୍ଶନ ଚକ୍ର ଘୂରାଇ ମାୟାକୁ ଦୂରେଇବା ପାଇଁ କେ ଶିକ୍ଷା ଦେବ। ଶିବ ବାବା ହେ, ମିଠେ ବଚେ କହି
କିଏ ଡାକିବ ଶିବ ବାବା ହେ। ବିକର୍ମକୁ କରି ଭସମ କରିବାକୁ ସତ କରମ। ବିକର୍ମକୁ କରି ଭସମ କରିବାକୁ ସତ କରମ। ଅମୃତ ବେଳାର ଶୁଭ ସକାଳରେ ଅମୃତ ବେଳାର ଶୁଭ ସକାଳରେ ମିଠେ ବଚେ କହି କେଉଁ ଉଠାଇବ ଶିବ ବାବା ହେ। ମିଠେ ବଚେ କହି କିଏ ଡାକିବ ଶିବ ବାବା ହେ। ଫରିସ୍ତାର ପୋଷାକ ନାଇ ସମାନର ମାଳା ଲମ୍ବାଇ। ଫରିସ୍ତାର ପୋଷାକ ନାଇ ସମାନର ମାଳା ଲମ୍ବାଇ। ଦୈବୀ ଗୁଣ ପୁଷ୍ପ ସଜାଇ ନିଜକୁ ଦୈବୀ ଗୁଣ ପୁଷ୍ପ ସଜାଇ ନିଜକୁ ତୁମ ସାଥେ ନିଶ୍ଚେ ଯିବାକୁ ହେବ ଶିବ ବାବା ହେ। ମିଠେ ବଚେ କହି କିଏ ଡାକିବ ଶିବ ବାବା ହେ। ସଙ୍ଗମ ଯୁଗ ତ ସରି ଆସିଲାଣି ସଙ୍ଗମ ଯୁଗ ତ ସରି ଆସିଲାଣି। ତୁମ ପରି ସ୍ନେହ ଆଉ କେ ଦେବ ଶିବ ବାବା ହେ। ମିଠେ ବଚେ କହି କିଏ ଡାକିବ ଶିବ ବାବା ହେ। ମିଠେ ବଚେ କହି କିଏ ଡାକିବ ଶିବ ବାବା ହେ।